और पुराण स्टोरी सुहासारी कहानी ଯୋଗୀ ଗୁଣିଆ କଥା। ଏତେ କଥା ପରେ ସାନ ଭଉଣୀର ମନ କେଉଁଠାରେ ସ୍ଥିର ହୋଇ ରହିପାରିଲା ନାହିଁ। ସନ୍ନ୍ୟାସୀଙ୍କର କଥା ମଧ୍ୟ ତାର ମନକୁ ଆସିଲା ନାହିଁ। ସାନ ରାଜା ପୁଅକୁ ଛାଡ଼ିଦେଲେ ତାର ଯେ ଏ ସଂସାରରେ କେହି ଆପଣାର ନାହାନ୍ତି। ଏହି କଥା ଭାବି ଭାବି ସାନ ଭଉଣୀ ସନ୍ନ୍ୟାସୀଙ୍କର ଆଶ୍ରମ ପରିତ୍ୟାଗ କଲା। ପୁଣି କାନ୍ଦି କାନ୍ଦି ଅରଣ୍ୟକୁ ପଳାଇଲା। ଜୀବନ ପ୍ରତି ଯାହାର ମୋହ ନାହିଁ, ମମତା ନାହିଁ, ତାର ପୁଣି ଭୟ କାହାକୁ? ଭଗବାନଙ୍କୁ ପାଇବା ଲାଗି ସାଧନାରେ ବସିଥିବା ଯୋଗୀକୁ ତ ବାଘ ଭାଲୁ ହିଂସ୍ର ଜନ୍ତୁ ଦେଖିକରି ପଳାଇ ଯାଆନ୍ତି। ସେହିପରି ହୃଦୟ ସାନ ଭଉଣୀର। ତାର ବଞ୍ଚିବାକୁ ହେଲେ ସାନ ରାଜକୁମାର ଦରକାର। ମରିବାକୁ ହେଲେ ସେ ସେହି ସାନ ରାଜା ପୁଅ ଲାଗି ଜୀବନ ହାରିବ। ତେଣୁ ଅରଣ୍ୟର ବାଘ ଭାଲୁଙ୍କ ପରି ହିଂସ୍ର ଜନ୍ତୁମାନଙ୍କ ପ୍ରତି ତାର ଭୟ ନଥାଏ। ସାନ ଭଉଣୀ ସବୁକୁ ତ୍ୟାଗ କରି ଜଙ୍ଗଲରେ ପହଞ୍ଚି ଖାଲି କାନ୍ଦିବାକୁ ଲାଗିଲା। ସେହି ସାନ ଭାଇ ରଜାପୁଅଙ୍କର ନାମ ଧରି ବାହୁନି ବାହୁନି କାନ୍ଦିବାକୁ ଲାଗିଲା। ମନ ତାର ଆଉ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିପାରିଲା ନାହିଁ। ତେଣୁ ସେ ଚାଲିବାକୁ ଲାଗିଲା। ରାସ୍ତାରେ ଭୋକ ଶୋଷ ହେଲେ ସେ ଆଉ କିଛି ଖାଇଲା ନାହିଁ। କେବଳ ପାଣି ପିଇ ପିଇ ଜୀବନ ବଞ୍ଚାଇଲା। ଏଭଳି ଚାଲୁ ଚାଲୁ ଯାଇ ସେ ଏକ ଅଜଣା ରାଜ୍ୟରେ ପହଞ୍ଚିଲା। ସେହି ରାଜ୍ୟରେ କିଛି ଦିନ ସେ ରହିଲା। ବହୁତ ବୁଝାସୁଝା କଲାରୁ ସେ ଜାଣିବାକୁ ପାଇଲା ଯେ ସେ ଯାହାଙ୍କୁ ଖୋଜୁଥିଲା ସେହି ସାନ ରାଜକୁମାରଙ୍କର ଏହି ରାଜ୍ୟ। କଥାଟି ଜାଣିସାରିବା ପରେ ପେଟ ତାର ପୁରିଗଲା। ମନ ମଧ୍ୟରେ ଅନେକ ବଡ଼ ଆଶା ଆସି ପହଞ୍ଚିଗଲା। ବହୁତ ଦିନ ସେ ତାର ସେହି ପ୍ରିୟ ମନର ମଣିଷକୁ ଦେଖିବାକୁ ଖୋଜୁଥିଲା। ଆଜି ତାର ଆଶା ପୂରଣ ହୋଇଛି। ଏବେ ନିଶ୍ଚୟ ତାଙ୍କୁ ଦେଖା କରିବ। ସେ ତାକୁ ଆପଣାର କରି ନିଅନ୍ତୁ ନ ନିଅନ୍ତୁ, ନିଜର ଜୀବନର ଧନକୁ ନୟନ ପୁରାଇ ଅନ୍ତତଃ ଦେଖି ତ ପାରିବ। ଏହା ଭାବିଲା ସାନ ଭଉଣୀ। ଆଉ ଖାଇବା ପିଇବା ପ୍ରତି ତାର ଧ୍ୟାନ ନାହିଁ। ସେ କେବଳ ଥରେ ଆଖି ପୁରାଇ ଦେଖିନେବ ତାର ଧନ କିପରି ଅଛନ୍ତି, ସୁଖରେ କି ଦୁଃଖରେ, ଆନନ୍ଦରେ କି ନିରାନନ୍ଦରେ, ପ୍ରତିଦିନ ଭଲ କରି ଖିଆପିଆ କରୁଛନ୍ତି ତ। ଏକଥା ସବୁକୁ ମନ ମଧ୍ୟରେ ରଖି ସାନ ଭଉଣୀ ପୁଣି କିଛି ଦିନ ସେହି ରାଜ୍ୟ ମଧ୍ୟରେ ବୁଲାବୁଲି କଲା। କାହାକୁ କିଛି ପରିଚୟ ନ ଦେଇ ରାଜ୍ୟର ସବୁ ରାସ୍ତାରେ ସେ ବୁଲି ସାନ ରାଜକୁମାରଙ୍କୁ ଦେଖିବା ଲାଗି ଚେଷ୍ଟା ଚଳାଇଲା। ଦିନକର ଉପରବେଳା ଶୁଣିଥିଲା ସାନ ରାଜକୁମାର ଠିକ୍ ଏହି ସମୟରେ ଉଦ୍ୟାନ ଭ୍ରମଣରେ ଆସୁଛନ୍ତି। ସେ ବେଳାରେ ସାନ ଭଉଣୀ ଆସି ଉଦ୍ୟାନର ବଡ଼ ଫାଟକ ପାଖରେ ବସି ରହିଲା। ସତକୁ ସତ ବିଚାରି ଫାଟକ ପାଖରେ ବସିଛି ସାନ ଭଉଣୀ। ସାନ ରାଜକୁମାର ଏକ ନାଲି ଅଶ୍ୱରେ ଚଢ଼ି ଉଦ୍ୟାନର ଫାଟକ ପାଖରେ ପହଞ୍ଚିଗଲା। ସାଙ୍ଗରେ କେତେ କେଜାଣି ସିପାହୀ ଆଉ ଦେହରକ୍ଷୀ। ତତ୍କ୍ଷଣାତ୍ ସାନ ରାଜକୁମାରଙ୍କୁ ଦେଖି ସାନ ଭଉଣୀ ପଳାଇଗଲା କୁମାରଙ୍କ ପାଖକୁ। ତାଙ୍କର ପାଦ ଦୁଇଟାକୁ ଧରି ପକାଇ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। ଏ ଦାସୀ ତୁମ ପାଖରେ କେଉଁ ଅପରାଧ କରିଥିଲା? ତୁମେ ଏକା ବେଳକେ ତାକୁ ଭୁଲି ପର କରି କୁଆଡ଼େ ଏକା ହୋଇ ରହିଗଲ? ଦିନେ କ'ଣ ଏହି ଦାସୀ କଥା ତୁମର ମନେ ପଡ଼ିଲା ନାହିଁ? ମୁଁ ଦୁଃଖିନୀ, ତୁମରି ଲାଗି ଭଉଣୀମାନଙ୍କର ଶତ୍ରୁ ହୋଇଗଲି। ଯେବେଠାରୁ ତୁମେ ମୋତେ ଛାଡ଼ି ଆସିଗଲଣି, ତୁମକୁ ନ ଦେଖି ମୁଁ ଅନ୍ଧ ହୋଇଗଲିଣି। ସ୍ୱାମୀ ସତରେ ତୁମକୁ ଏପରି ଆଉ ଥରେ ଦେଖିବି ବୋଲି ମୋର ବିଶ୍ୱାସ ନଥିଲା। ଭଗବାନ କରନ୍ତୁ ତୁମେ କୁଶଳରେ ଥାଅ। ଏତେ ଗୁଡ଼ାଏ ଶ୍ରମ ମୋର ସାର୍ଥକ ହୋଇଗଲା ସ୍ୱାମୀ। ଏହି ସ୍ୱାମୀ ଶବ୍ଦଟି ସାନ କୁମାରଙ୍କର କାନରେ ପଡ଼ିଯିବାରୁ ସେ ସ୍ତବ୍ଧ ହୋଇଗଲେ। ତାର ଚୁଟି ଧରି ଝିଙ୍କି ଆଣି ଦେଖିବା ବେଳକୁ ସେ ଚାରି ସଇତାନୀ ଭଉଣୀମାନଙ୍କର ଏ ସାନ ଭଉଣୀ ବୋଲି ଜାଣିପାରି ଭାବିବାକୁ ଲାଗିଲେ, ଆରେ ୟାକୁ ମାରି ନ ଦେଇ ମୁଁ କେତେ ବଡ଼ ଭୁଲ କଲି। ମୂଳୁ ମାଇଲେ ଜୀବ ସରି ଦେବଙ୍କ ସଙ୍ଗେ କିମ୍ବା କଲି। ସେଦିନ ୟାକୁ ମାରିଦେଇ ପଳାଇ ଆସିଥିଲେ ଖୁବ୍ ଭଲ ହୋଇଥାନ୍ତା। ନ ମାରି ଛାଡ଼ି ଆସିବାର ସିନା ସେ ମୋର ରାଜ୍ୟକୁ ପଳାଇ ଆସିଲା। ଏଠାକୁ ସେ ଆସିଲା ନାହିଁ ତ
ସେ ମୋ ଜୀବନ ଲାଗି ସାରା ଦିନକୁ କଣ୍ଟା ହେଲା। ନା ୟାକୁ ଆଉ ଦୟା କରିବା ଦରକାର ନାହିଁ। ଏହା ଲାଗି ଉଚିତ ଦଣ୍ଡର ବ୍ୟବସ୍ଥା କରିବାକୁ ହେବ। ଏହାପରେ ସାନ ରାଜକୁମାର ସିପାହୀମାନଙ୍କୁ ଆଦେଶ ଦେଲେ, ଯେତେ ଶୀଘ୍ର ପାରୁଛ ଏହି ପାଷାଣ୍ଡୀ ରମଣୀକୁ ବାନ୍ଧି ନେଇ କାରାଗାରରେ ଅନ୍ଧାରିଆ ସ୍ଥାନରେ ନେଇ ପକାଇ ଦିଅ। ଆସନ୍ତା କାଲି ସକାଳ ହେଲେ ଏହାର ଉଚିତ ବିଚାର ହେବ। ସାନ କୁମାରଙ୍କର ଆଦେଶ ପାଇବା ମାତ୍ରେ ସିପାହୀମାନେ ତାକୁ ବାନ୍ଧି ପକାଇଲେ। ସେତେବେଳେ ବିଚାରୀ କେତେ ଯେ ଅରୁଣ୍ଡୟ ବିନୟ ନ ହୋଇଛି, କେତେ ଯେ ଆଖିରୁ ଲୁହ ନ ଝରାଇଛି, ହେଲେ ନିଷ୍ଠୁର ସାନ ରାଜକୁମାର ତାର ସମସ୍ତ ଭଲ ପାଇବାକୁ ଭୁଲିଗଲା। ସକାଳ ହେବାରୁ ରାଜା ପୁଅ ଯାଇ ଦିୱାନ ଆଗରେ ସବୁ କଥା ବୁଝାଇ କହିଦେବାରୁ ଦିୱାନ କହିଲେ, ଏଥିଲାଗି ସେ ରମଣୀଙ୍କୁ କି ଦଣ୍ଡ ଦିଆଯିବ ତାହା ମୁଁ ସ୍ଥିର କରିବି। ସାନ ରାଜକୁମାର କହିଲେ, ତୁମେ ପୁଣି କି ବିଚାର କରିବ ଶୁଣେ। ଦିୱାନ କହିଲେ, ତାହା ହେଲେ ମୁଁ ଯାହା କହୁଛି ତାହାକୁ ଶୁଣ। ବିରାଟ ଦେଶ ନାମରେ ଏକ ରାଜ୍ୟ ଥିଲା। ସେ ଦେଶରେ ମନୋରଞ୍ଜନ ନାମରେ ଜଣେ ରାଜା ଥିଲେ। ସେ ରାଜାଙ୍କ ପାଖରେ ଜଣେ ଯୋଗୀ ମଧ୍ୟ ରହୁଥିଲେ। ଯୋଗୀଟି ମନ୍ତ୍ରଯନ୍ତ୍ର ତନ୍ତ୍ର ଏସବୁ ବିଦ୍ୟାରେ ପାରଙ୍ଗମ ଥିଲେ। ଦିନେ ମଣିମାଙ୍କର ଏକ ଦୂର ରାଜ୍ୟକୁ ଜରୁରୀ କାର୍ଯ୍ୟରେ ଯିବାକୁ ଥିଲା। ପୁଣି ଯଥାଶୀଘ୍ର ଯିବାକୁ ହେବ। ବିଳମ୍ବ କରିଲେ କଥା ସରିଲା। ରାଜା କିପରି ଯିବେ, ଶୀଘ୍ର କିପରି ଚିନ୍ତା କରୁଥାନ୍ତି। ଯୋଗୀ ତାହା ଜାଣିପାରି କହିଲେ, ସେ ସବୁ କଥା ମୋ ଉପରେ ଛାଡ଼ି ଦିଅନ୍ତୁ। ବର୍ତ୍ତମାନ ଆପଣ ଯାଇ ବିଶ୍ରାମ କରନ୍ତୁ। ରାଜା ଯାଇ ନିଜ ଉଆସରେ ବିଶ୍ରାମ ନେଲେ। ବିଶ୍ରାମ ନେଉ ନେଉ ରାଜାଙ୍କର ଆଖି ଲାଗିଗଲା। ଯୋଗୀ ରାଜାଙ୍କର ସେ ସମୟକୁ ଖୋଜୁଥିଲା। ଏହି ସୁଯୋଗରେ ଯୋଗୀ ବୀର ବେତାଳଙ୍କୁ ଲଗାଇ ଦେଲା। ବେତାଳମାନେ ରାଜାଙ୍କୁ ନେଇ ତାଙ୍କର ପହଞ୍ଚିବା ସ୍ଥାନରେ ପହଞ୍ଚାଇ ଦେଲେ। ରାଜାଙ୍କର ଏଥର ନିଦ୍ରା ଭାଙ୍ଗିଗଲା। ତାଙ୍କର ଯେଉଁ ସ୍ଥାନରେ ପହଞ୍ଚିବା କଥା ସେ ସ୍ଥାନରେ ପହଞ୍ଚିଥିବାର ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ଏବେ ରାଜା ତାଙ୍କର ଯେଉଁ ଯେଉଁ କାର୍ଯ୍ୟ କରିବା କଥା ତାହା ସବୁ ଶୀଘ୍ର ଶୀଘ୍ର ସମାପନ କରିଦେଇ ଭୋଜନ କାର୍ଯ୍ୟ ମଧ୍ୟ ସାରିଦେଲେ। ତାପରେ ଯାଇ କିଛି ସମୟ ବିଶ୍ରାମ ନେଲେ। ଏଣେ ଯୋଗୀର ବୀର ବେତାଳ ମାନେ ରାଜାଙ୍କର ବିଶ୍ରାମ ସମୟକୁ ଅପେକ୍ଷା କରିଥିଲେ। ସେ ସଙ୍ଗେ ସଙ୍ଗେ କଣ କଲେ ନା, ରାଜାଙ୍କର ଶୟନ ଅବସ୍ଥା ଦେଖି ସେଠାରୁ ପୁଣି ଉଠାଇ ନେଇ ଚାଲି ଆସିଲେ। ରାଜା ଏବେ ଦେଖନ୍ତି ତ ସେ ଯାଇଥିବା ସ୍ଥାନରୁ ଆସି ପୁଣି ନିଜର ରାଜ ଉଆସରେ ଅଛନ୍ତି। ରାଜା ଏଥର ବିଶ୍ୱାସ କଲେ ଯୋଗୀ ଜଣଙ୍କ ଖୁବ୍ ବଡ଼ ଗୁଣିଆ। ତେଣୁ ଏପରି ଗୁଣିଆକୁ ପାଖରେ ରଖିଲେ ନିଜ ଜୀବନ ଲାଗି ଦିନେ ନା ଦିନେ ନିଶ୍ଚୟ ବିପଦ ଆସିବ। ସମୟ ତ ସବୁବେଳେ ସମାନ ଯାଏ ନାହିଁ। କେତେବେଳେ ଯଦି ମୋର ଯୋଗୀ ସହିତ ଅପ୍ରିୟତା ସୃଷ୍ଟି ହେବ, ସେତେବେଳେ ଗୁଣିଆ ତାର କାରନାମା ଦେଖାଇ ମୋତେ ଉଠାଇ ନେଇ ସାଗର ମଧ୍ୟରେ ପକାଇ ଦେବ ନାହିଁ କାହିଁକି? ଏତେ ସବୁ କଥା ଭାବିବା ମଧ୍ୟରେ ଶେଷରେ ରାଜାଙ୍କ ମୁଣ୍ଡରେ ଆସି ଗୋଟେ କଥା ଢୋକିଲା। ସେ ସଙ୍ଗେ ସଙ୍ଗେ ଆଦେଶ ଦେଲେ ଯେ ଏହି ଗୁଣିଆକୁ ନେଇ ଯେତେ ଶୀଘ୍ର ପାରୁଛ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ। ଏ ଗୁଣିଆ ସମାଜର କ୍ଷତି କରିବା ଲାଗି ବଞ୍ଚିଛି। କେତେବେଳେ ସେ କାହାରି ଉପକାର କରିବାକୁ ଯାଇ ଆଉ କାହାର ଭେକାଳ ବୁଡ଼ାଇ ଦେବ। କଥା ସରିବା ପରେ ଦିୱାନ କହିଲା ଯେ ୟାକୁ ମଧ୍ୟ ସେହିପରି ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବା ଦରକାର। ସାନ ରାଜା ପୁଅଙ୍କର ମନକୁ ମଧ୍ୟ ଦିୱାନର ବିଚାର ପାଇଗଲା। ସେ ମଧ୍ୟ ଦିୱାନଙ୍କ ମତରେ ସହମତ ହେଲେ। କହିଲେ, ଆପଣ ଯେତେ ଶୀଘ୍ର ପାରୁଛନ୍ତି ବର୍ତ୍ତମାନ ତାକୁ ଜେଲରୁ ଆଣି ଫାଶୀ ଖୁଣ୍ଟରେ ଝୁଲାଇ ଦିଅନ୍ତୁ। ଏହାପରେ ଦିୱାନ ସେ ସ୍ଥାନ ଛାଡ଼ିଗଲେ। ତାପରର କିଛି କ୍ଷଣ ପରେ ସାନ ଭଉଣୀଙ୍କୁ ଫାଶୀ ଦଣ୍ଡ ଭୋଗିବାକୁ ହେଲା। ସାରି କହିଲା, ଏକଥା ଶୁଣିଲୁ ନା ଶୁଆ, ବିଚରା ସାନ ଭଉଣୀ କେତେ ଭଲ ପାଉଥିଲା ରାଜା ପୁଅକୁ, ତାହା ତ ଆଗରୁ ଜାଣିଛୁ। ଶେଷରେ ସେ ଟିକେ ସାନ ରାଜକୁମାରଙ୍କୁ ଦେଖିବାକୁ ଆସିଥିଲା। ଦେଖିଲୁ ତ ତମ ପୁରୁଷ ଜାତିର ଲୋକମାନେ କେଡ଼େ ନିଷ୍ଠୁର। ଶୁଆ କହିଲା, ମୁଁ ସବୁ ତ ଶୁଣିଲି ସାରି। ଯାହାର ଯାହା ଦଣ୍ଡ ପାଇବା କଥା ସେ ଠିକ୍ ସେହି ଦଣ୍ଡ ପାଇଛି। ଏହା ତ ବିଚାର ଯୋଗ୍ୟ କଥା। ତୁ ଏଥିରେ ଅଯଥାଟାରେ ଓକିଲାତି କରୁଛୁ। ତାହେଲେ ଶୁଣୁ,
ତତେ ଏହାର ଆଉ ଏକ ଉଦାହରଣ ଦଉଛି। ସେଇଥିରୁ ଜାଣିପାରିବୁ ଯେ ତୁମ ନାରୀ ଜାତିର ଗୁଣ